ଟିକେ ନା ଟିକେ କୁହନ୍ତୁ। ନା ଆଜ୍ଞା ଡମ୍ବରୁଧର ଦାସ, ବାଲେଶ୍ୱର ଶିମୁଳିଆ ବ୍ଲକ ମଇତାପୁର ଆମ ଘର। ହଉ, ଅନୁଭୂତି କ'ଣ ହେଲା, କ'ଣ କେମିତି ପାଇଲେ ପ୍ରଭୁଙ୍କର ଅନୁଭବ? ଆଜ୍ଞା ଅନୁଭୂତି କ'ଣ କହିବି ପ୍ରଭୁ ଜଗନ୍ନାଥଙ୍କ କଥା। ମୁଁ ପିଲାବେଳେ ଛୋଟ 5-7 ବର୍ଷର ହେଇଥାଏ, ମୋ ମା ମୋତେ କଲିକତା ବଙ୍ଗାଳୀ ବାଡ଼ିରେ ନେଇକି କାମରେ ରଖିଦେଲେ। ମୋ ବାପ ତ ମରିଯାଇଛନ୍ତି, ଆଉ ସେ 4ଟା ପିଲାଙ୍କୁ କେମିତି ମଣିଷ କରିବେ, ମୋତେ ସେଠୁ ପଠାଇଦେଲେ। ମୁଁ ଯାଇ କଲିକତାରେ ରହିକି ବଙ୍ଗାଳୀ ବାଡ଼ିରେ କାମ କଲି। କରିବା ଭିତରେ ସେମାନେ ମୋତେ ଯାହା ଖାଆନ୍ତି ଆଉ ସେମାନେ ମୋତେ ଦିଅନ୍ତିନି। ସେମାନେ ମାଛ ଖାଇଲେ ମୋତେ ଶାଗ ଭାତ ଦିଅନ୍ତି। ମୁଁ ଆଖିରେ କାନ୍ଦିକି ମୁଁ ପ୍ରଭୁଙ୍କୁ ସ୍ମରଣ କରେ। ଆମ ସାହିରେ ଜଣେ ବୟସ୍କ ଲୋକ, ସେ ମୋର ଗୁରୁଜନ ଏବଂ ମୋର ପାଠ ମୋତେ ବି ପଢ଼ାନ୍ତି। ସେ ବର୍ଷକୁ ରଜ ଟାଇମ୍ରେ ସେ ବର୍ଷକୁ ଥରେ ସେ ଜଗନ୍ନାଥ ପୂଜା କରନ୍ତି ରଜ ଟାଇମ୍ରେ। ଆଉ ସେଇ ପିଲାବେଳେ ମୁଁ ସେଇ ଜଗନ୍ନାଥଙ୍କୁ ସେଇଠି ରଜ ବେଳେ ଦେଖିତେ ମୋର ଜଗନ୍ନାଥଙ୍କ ପ୍ରତି ମୋର ଗୋଟେ ଭାରି ବିଶ୍ୱାସ ଆଉ ଭରସା ଥିଲା। ଆଉ ମୁଁ ସେଇ ବଙ୍ଗାଳୀ ବାଡ଼ିରେ ଯେତେବେଳେ କଲିକତାରେ କାମ କଲି, ସେଇଠୁ ମୋତେ ଖାଇବା ପାଇଁ ଯେତେବେଳେ ହଇରାଣ ହେଲି, ମୁଁ ଲୁଚିକି ପଳେଇ ଆସିଲି। ଆଜ୍ଞା ଲୁଚିକି ପଳେଇ ଆସିଲା ପରେ ମୁଁ ଆଉ ଘରକୁ ବାଟ ପାଇଲିନି। ସେଇ ଟ୍ରେନ୍ରେ ଗାଧୁଆ ନାହିଁ ପାଧୁଆ ନାହିଁ, ଅଇଁଠା ଖାଇକି ମାନେ 6 ମାସ, ପ୍ରାୟ 7-8 ମାସ ଖଣ୍ଡେ ହେବ ମୁଁ ଇଆଡ଼େ ସିଆଡ଼େ ବୁଲିଲି। ଆଜ୍ଞା ବୁଲିଲା ପରେ ଆଉ ଘରକୁ ବାଟ ପାଉନି। ସେଇ ଟ୍ରେନ୍ରେ ବସିକି ମୁଁ ସେଇ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ମନେ ମନେ ସ୍ମରଣ କରେ। କ'ଣ କରିବି ପ୍ରଭୁ, ସେଇଠି ଭାବିତେ ମୋତେ ଗୋଟେ ଲୋକ, ସେ ବଙ୍ଗାଳୀ ଲୋକ ଭଦ୍ରକ ଜଣେ ଓଡ଼ିଆକୁ ବାହା ହେଇଥିଲେ। ମୁଁ ବର୍ଦ୍ଧମାନ ଷ୍ଟେସନରେ ଥରେ ରାତିରେ ସେମିତି ବସିଥାଏ ଭିକାରୀ ପିଲା ଭଳିଆ। ଆଉ ସେଇ ଲୋକ ରିକ୍ସା ଚଲାଏ ସେଠୁ ମୋତେ ପଚାରିଲା, କହିଲା ତମ ଘର କେଉଁଠି? ମୁଁ କହିଲି ଭଦ୍ରକ ଆଜ୍ଞା। ସେଠୁ ସେ କହିଲା ମୁଁ ଭଦ୍ରକରୁ ବାହା ହେଇଛି, ଆଉ ମୁଁ ଆମ ଘରକୁ ତୁ ଯିବୁ ନା? ମୁଁ କହିଲି ହଁ ଯିମି। ସେଠୁ ମୋତେ ସେ ନେଇକି ନିଜର ପିଲା ଭଳିଆ, ତାର 2ଟା ପୁଅ ପିଲା, ମୋତେ ନେଇଯାଇକି ତା ସ୍ତ୍ରୀ କହିଲେ, ସିଏ ମୋତେ ନିଜ ପୁଅ ଭଳିଆ ସବୁ ସଫାସୁତୁରା କରିକି ସେବା ଯତ୍ନ କରିକି ମୋତେ 15 ଦିନ ଖଣ୍ଡେ ରଖିଲା ପରେ ମୋତେ ଆଉ ସିଏ କେତେ ଦିନ ପୋଷିବେ ମୁଁ ଏବେ ଅନୁଭବ କରୁଛି। ତେଣୁ ସିଏ ମୋତେ କହିଲେ ତୁ ଗୋଟେ ବାଡ଼ିରେ ରଖିଦେବି, ରହିବୁ ନା? ମୁଁ କହିଲି ହଁ ରହିବି। ସେଠୁ ଆଉ ସିଏ ଆଉ ରଖିଲେନି ମୋତେ, ନା ରହିଲି ଯାଇକି। ସିଏ ବଙ୍ଗାଳୀ ବାଲା ଆଉ ମୋତେ ପସନ୍ଦ କଲେନି। ତେଣୁ କହିଲେ ତୁ ପଳା। ଆଉ ଇଏ ଭାଇନା ତ ମୋତେ ଛାଡ଼ି ଦେଇଯାଇଛନ୍ତି। ମୁଁ ସେଠୁ ଏକୁଟିଆ ପଳେଇ ଆସିଲି ତାଙ୍କ ଘରକୁ। ପୁଣି କହିଲେ ତୁ ପଳେଇଆଲୁ କାହିଁ? ମୁଁ କହିଲି ଆଜ୍ଞା ସିଏ ମୋତେ ରଖିଲେନି। ଆଉ ଏହା କହିକି ମୁଁ କହିଲେ ହଉ ଠିକ୍ ଅଛି, ତୁ ରହ, ମୁଁ ତୋତେ ଘରେ ନେଇକି ନହେଲେ ଗାଡ଼ିରେ ବସେଇଦେବି, ଘରକୁ ପଳେଇବୁ। ଆଉ ଏମିତି ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା କ'ଣ କରିବି। ଯାହା ହଉ ସେଇ ଲୋକ ମୋତେ ପୁଣି ଏକ୍ସପ୍ରେସ୍ ଟ୍ରେନ୍ରେ ଓଡ଼ିଆ ଲୋକଙ୍କ ସହିତ ମୋତେ ପରିଚୟ କରେଇକି ଆଉ ଭଦ୍ରକ ଷ୍ଟେସନରେ ମୋତେ ଓହ୍ଲେଇ ଦେଲେ। ସେଇ ଭଗବାନଙ୍କ କୃପାରୁ ମୁଁ ଆସି ଘରେ ପହଞ୍ଚିଲି। ସେତେବେଳେ ମୋ ମା ବହୁତ ବ୍ୟସ୍ତ ହେଇପଡ଼ିଥିଲେ, କାନ୍ଦିକି ବହୁତ ଦୁଃଖର ଥିଲେ। ମୋତେ ଦେଖିକି ବହୁତ ଖୁସି ହେଲେ। ପ୍ରଭୁ ଜଗନ୍ନାଥଙ୍କର ଅଶେଷ କୃପା। ଆଜି ପର୍ଯ୍ୟନ୍ତ ଯେତେ ଦୁଃଖ ସୁଖ ଗଲାଣି, ପ୍ରଭୁ ଜଗନ୍ନାଥ ହିଁ ଆମକୁ ସାହା ଭରସା ହେଉଛନ୍ତି। ଏଇସବୁ ଅବଢ଼ା, ଅନ୍ନ, ନଡ଼ିଆ ଆଜି କିଛି ନାହିଁ। ମୁଁ କାଲି ଗୋଟେ ଜାଗାରେ ଥିଲି, ହଠାତ୍ ଆସିକି ଏଇ ପ୍ରଭୁଙ୍କୁ ଦର୍ଶନ କରିକି ଏସବୁ କିଣିକି ନେଇକି ଯାଉଛି। ପ୍ରଭୁଙ୍କ ପ୍ରତି ବଡ଼ କଥା ହେଲା ବିଶ୍ୱାସ ଅଛି, ଆଉ ଦର୍ଶନର ଯେଉଁ ବ୍ୟାକୁଳତା ଅଛି, ପ୍ରଭୁ ଆପଣଙ୍କୁ ନିଶ୍ଚିତ କୃପା କରିବେ। ଆପଣ ଏ ଟିଭି ଜୟ ଜଗନ୍ନାଥ ଟିଭି କେମିତି ଜାଣିଲେ? ଆଜ୍ଞା ଜୟ ଜଗନ୍ନାଥ ଟିଭି ମୁଁ ଆମ ଗାଁରେ ଯେତେବେଳେ ଜୟ ଜଗନ୍ନାଥ ଆମ ଘରେ ମୁଁ ସବୁବେଳେ ଟିଭି ଇଏ କରେ, ଜାଣିଲି ଯେ ଜୟ ଜଗନ୍ନାଥ ଟିଭି ଚାଲିଛି। ମୁଁ ସେଠୁ କହିଲି ଆମର ସେ ଯିଏ ପଇସା ପକାନ୍ତି ତାଙ୍କୁ କହିଲି ଆମର ଯାହା ଜୟ ଜଗନ୍ନାଥ ଟିଭି ଆସିବ। ଯାଉ ସେଇଦିନଠୁ ମୁଁ ମୁଁ ଦିନ ରାତି ସବୁବେଳେ ଜୟ ଜଗନ୍ନାଥ ଟିଭି ଦେଖିବି। ଆଉ ମୋତେ ଉଠିତେ ଇଚ୍ଛା ହୁଏନି। ଆଉ ଆମେ କାମିକା ଲୋକ, ସକାଳେ ସଞ୍ଜେ ମୁଁ ଯାହାହେଲେ ଜଗନ୍ନାଥ ଟିଭି, ଜୟ ଜଗନ୍ନାଥ ଟିଭି ଦେଖେ। ମୋତେ ବହୁତ ଆନନ୍ଦ, ବହୁତ ଖୁସି ମିଳେ। ପ୍ରଭୁଙ୍କର ବାର୍ତ୍ତା ଶୁଣି ଆଉ ଆଶୀର୍ବାଦ ସବୁ କିଛି ଅନୁଭୂତି ଜାଣିଲା ପରେ ଆହୁରି ମନର ବି ଉତ୍ସାହ ବଢ଼େ ମୋର। এই উৎসাহ বড়িলা বলে আজ মহাপ্রভু সুযোগ দেলে অনুভূতি টিকে কহিলে আপনার অনুভবের সমস্ত অনুভব কলে মহাপ্রভু ধন্যবাদ দেবী। জয় জগন্নাথ।